ଜହ୍ନି ଜହ୍ନିର ରାଇ ଜହ୍ନିର ଭଜା ଜହ୍ନି ଡାଲମା ଏମିତି ବହୁତ କିଛି ଜହ୍ନିର ରେସିପି ତ ଆପଣମାନେ ନିଶ୍ଚୟ କରିଥିବେ। ଆଜି ଆସନ୍ତୁ ଦେଖନ୍ତୁ ଏକଦମ ସରଳ ଉପାୟରେ ଏକଦମ ଇଜି ରେସିପି ଯେଉଁଟାକି ପଖାଳ ଗରମ ସବୁଥିରେ ଆପଣମାନେ ଖାଇପାରିବେ। ତ ଫ୍ରେଣ୍ଡସ୍ ମୁଁ ନିରୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ କରିଛି ଆଜିର ନୂଆ ଭିଡ଼ିଓରେ। ସାଙ୍ଗମାନେ ଆଜି ଆସନ୍ତୁ ଦେଖିବା ସିମ୍ପଲ୍ ଇଜି ରେସିପି ଯେଉଁଟାକି ଜହ୍ନିର ରେସିପି। ଏମିତି ଫ୍ରେଣ୍ଡସ୍ ଦେଖନ୍ତୁ ମୁଁ 2ଟି ଜହ୍ନି ନେଇଯାଇଛି। ଏମିତି ତ ଏବେ ବର୍ତ୍ତମାନ ଆମେ 2 ଜଣ ଅଛୁ ତ 2 ଜଣ ପାଇଁ ବେଶୀ ତ ଦରକାର ନାହିଁ। ଏମିତି ଅଲରେଡ଼ି ମୁଁ ଡାଲି ଆଉ ସେ ମଞ୍ଜା ତରକାରୀ କରିଦେଇଛି ଫ୍ରେଣ୍ଡସ୍। ଏମିତି ହାଲକା ଟିକେ ନାକୁ ଆଉ ଏଠି କରିଦେଲେ ମୋର ହେଇଯିବ। ତା ସହିତ କିଛି ସାଲାଡ଼ ଫାଲାଡ଼ ହେଲେ ମୋର କାମ ଚଳିଯିବ। ସେଥିପାଇଁ ମୁଁ ଏଠି 2ଟି ଜହ୍ନିରୁ ଗୋଟିଏ କରିବି ବୋଲି ଭାବୁଛି ଫ୍ରେଣ୍ଡସ୍। ଆପଣମାନଙ୍କର ଯେତିକି ଦରକାର ଥିବ ଆପଣମାନେ କରିପାରିବେ। ପୁରା ସିମ୍ପଲ୍ରେ ଆପଣ ଯେଉଁଥିରେ ଖାଆନ୍ତୁ ନା ଗରମ ଚାଏ ପଖାଳ ସବୁଥିରେ ଭଲ ଲାଗିବ। ଏବେ ଦେଖନ୍ତୁ ତାକୁ ଏମିତି ପୁରା ଚୋପା ଛଡ଼େଇଦେବା। ଚୋପା ଛଡ଼େଇକିରି ଆମେ ଡେମ୍ଫ ପଟେ ଆଉ ଲାଞ୍ଜ ପଟୁ ଏମିତି କଟିଂ କରିଦେବା। ତ ଫ୍ରେଣ୍ଡସ୍ କାଲି ପରିବା ଆଣିଥିଲେ ବାହାରେ ରଖିଦେଇଥିଲେ ନା ସେ ପୁରା ଟିକେ ନରମ ପଡ଼ିଯାଇଛି। ମୁଁ ତାକୁ ଫ୍ରିଜରେ ରଖିବାକୁ ଭୁଲିଗଲି। ଏବେ କାଟିଲା ବେଳେ ପ୍ରଥମେ ମୁଣ୍ଡିକୁ ଆପଣ ଚାଖି ନେବେ ପିତା ଅଛି ନା ନାହିଁ। ପିତା ଥିଲେ ତାକୁ ଆପଣ ୟୁଜ୍ କରିବେନି। ଆଉ ଯଦି ପିତା ନାହିଁ ହେଲେ ଆପଣ ତରକାରୀ ବନାନ୍ତୁ। ଏବେ ତାକୁ ଗୋଟା ଏମିତି ଆମେ ଧୋଇଦେବା। ଧୋଇକରି ଦେଖନ୍ତୁ ପ୍ଲେଟ୍ ଧୋଇକି ରଖିଦେବା। ତାପରେ ଆମେ କରିଦେବା କଟିଂ। ତ ଫ୍ରେଣ୍ଡସ୍ ଯେତେବେଳେ ଆପଣ ବନାଉଛନ୍ତି ନା ଜହ୍ନି ଯେକୌଣସି ରେସିପି ଜହ୍ନିର ହେଲେ ବିଲକୁଲ ଆପଣ କାଟିକରି ଧୁଅନ୍ତୁନି। ସବୁବେଳେ ଗୋଟା ଧୋଇକରି ତାପରେ କଟିଂ କରନ୍ତୁ। ଏମିତି ତାକୁ ରାଉଣ୍ଡ ରାଉଣ୍ଡ ପିସ୍ କରି ମୁଁ କଟିଂ କରିଦେଇଛି। ଆପଣ ଚାହିଁଲେ ୟାକୁ ଛୋଟ ପିସ୍ ବି କରିପାରିବେ। ଯେହେତୁ ଆମର ଏଇଠି ଜହ୍ନି ଗୁଡ଼ିକ ପାଣି ଜିନିଷ ଅଧିକା ପାଣି ଇଏ ହୁଏ ସେଥିପାଇଁ ପାଣି ଛାଡ଼େ ସେଥିରୁ। ତ ସେଥିପାଇଁ ପାଣିରେ ବିଲକୁଲ କାଟିଂ କରିକି ଆପଣ ଧୋଇବେନି। ଏବେ ଫ୍ରେଣ୍ଡସ୍ ଦେଖନ୍ତୁ ଆମେ ପିଆଜ ସେଥିପାଇଁ ମୁଁ ନେଇଯାଇଛି ଗୋଟେ ପିଆଜ କଟିଂ କରିଦେଇଛି। ଯେହେତୁ ମୁଁ ଗୋଟେ ଏଠି ଜହ୍ନି ବନେଇଛି ଆଉ ବେଶୀ ପିଆଜ ଦେଇନି। କମ୍ ପିଆଜ ବା ବେଶୀ ପିଆଜ ଆପଣ ଚାହିଁଲେ ୟୁଜ୍ କରିପାରନ୍ତି। ଏଠି ଆପଣଙ୍କ ଉପରେ ଡିପେଣ୍ଡ କରେ ଆପଣ କେତେ ଏକୁ ପିଆଜ ନେବେ। ଏବେ ଲଙ୍କା ଦେଇଛି ମୁଁ କଞ୍ଚା ଲଙ୍କା 3ଟି। ଏଥିରେ ଖାସ୍ ଆମର ସେମିତି କିଛି ଆଉ ଲଙ୍କା ପାଉଡ଼ର ଦେବାର ନାହିଁ। ତ ସେଥିପାଇଁ 3ଟି ନେଇଛି। ଲଙ୍କା ବି ଏଠି ଯଦି ଛୋଟ ପିଲା ଖାଉଛନ୍ତି ଆପଣ ଗୋଟେ ଦେଇପାରନ୍ତି ନହେଲେ ଲଙ୍କା ବି ଚାହିଁଲେ ସ୍କିପ୍ କରିପାରନ୍ତି। ଏବେ ତାକୁ ଆମେ ସାଇଡ଼୍ କରିକି ରଖିଦେବା। ରଖିଲା ପରେ ଫ୍ରେଣ୍ଡସ୍ ଆମେ ପାରେ ନେକ୍ସଟ ଷ୍ଟେପ୍କୁ ଯିବା। ତ ଏବେ ଚାଲନ୍ତୁ ଏବେ ଲଗେଇବା ଗ୍ୟାସ୍ ଲଗେଇକିରି ବସେଇଦେବା ପ୍ୟାନ୍। ଏଠି ପ୍ୟାନ୍ ବସିଗଲା। ପ୍ୟାନ୍ ବସେଇକି ଆମେ ଗରମ କରିନେବା। ଗରମ କଲା ପରେ ଏଠି ଦେଇଦେବା ତେଲ। ସୋରିଷ ତେଲ ତ ମୁଁ ସବୁବେଳେ ୟୁଜ୍ କରେ ତରକାରୀରେ ଆପଣମାନେ ଜାଣିଛନ୍ତି। ଆଉ ଯଦି ଆପଣମାନେ ଏଥିରେ ରିଫାଇନ୍ ଦେବାକୁ ଚାହାନ୍ତି ହେଲେ ରିଫାଇନ୍ ବି ଦେଇପାରନ୍ତି। ଏବେ ଅଳ୍ପ ଟିକେ ଜିରା ସେଥିରେ ଖାଲି ମୁଁ ଦେଇଦେଇଛି ଫୁଟଣ। ତାପରେ ଏଠି ଦେଇଦେବା ସେଇ ଯେଉଁ ପିଆଜ କଟିଂ କରିକି ରଖିଥିଲେ ନା ତାକୁ ଦେଇଦେବା। ପିଆଜକୁ ବେଶୀ ବଡ଼ ମୋଟା ମୋଟା ଖଣ୍ଡ କରିବେନି। ଏମିତି ଟିକେ ଛୋଟ ଛୋଟ ଖଣ୍ଡ କରିବେ କିମ୍ବା ପୁରା ଯଦି ଲମ୍ବାରେ କାଟୁଛନ୍ତି ନା ପୁରା ପତଳା ପତଳା କରି କଟିଂ କଲେ ଭଲ ରହିବ। ତ ଏବେ ବେଶୀ ଫ୍ରେଣ୍ଡସ୍ ତାକୁ ଏମିତି ଦେଖନ୍ତୁ ଏଠି ମୁଁ ପିଆଜକୁ ଆମର ବେଶୀ ଏଠି ଲାଲ କରିବାନି। ଜଷ୍ଟ ଖାଲି ଟିକେ ହଳଦିଆ ହେଲା ପର୍ଯ୍ୟନ୍ତ ମାନେ ଜଷ୍ଟ ଅଳ୍ପ ଲାଲ ହେଲା ପର୍ଯ୍ୟନ୍ତ ତାକୁ ଫ୍ରାଏ କରିବା। ପିଆଜ ଟିକେ ଲାଲ ହେଇ ଆସିଲେ ଏଥିରେ ଲଙ୍କା ଗୁଡ଼ିକ ପକାଇଦେବା। ଲଙ୍କା ଯେଉଁ କଟିଂ କରିଥିଲେ ଏବେ ଲଙ୍କା ପକାଇଲା ପରେ ଯେଉଁ ଜହ୍ନିକୁ ଆମେ କଟିଂ କରିଥିଲେ ତାକୁ ଏଠି ପକାଇଦେବା। ତ ଆପଣମାନେ କ'ଣ କ'ଣ ଜହ୍ନିର ରେସିପି ବନାଉଛନ୍ତି ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗୁଛି ହେଲେ ନିଶ୍ଚିତ ଲାଇକ୍ ସେୟାର କରିଦେବେ। ଚ୍ୟାନେଲ୍ ନୂଆ ଥିଲେ ନିଶ୍ଚିତ ସବସ୍କ୍ରାଇବ୍ କରିଦେବେ। ଏବେ ଏଥିରେ ହାଲକା ଲୁଣ ଆଉ ହଳଦୀ। ଲୁଣ କମ୍ ଦେବେ। ଯେତେ କ୍ୱାଣ୍ଟିଟି ଦେଖାଯାଉଛି ତାର ଅଧାକୁ ଅନୁମାନ କରିକି ଲୁଣ ଦେବେ। ଟିକେ ଜିରା ଲଙ୍କା ଗୁଣ୍ଡ ଆଉ ଟିକେ ହଳଦୀ ଗୁଣ୍ଡ ମୁଁ ଏଥିରେ ଦେଇଛି। ଆଉ ଏଥିରେ ଖାସ୍ ଏବେ କିଛି ମସଲା ଦେବାନି। ଆଉ ଯାହା ଦେବା ଆମେ ପରେ ଦେବା। ଏବେ ତାକୁ ଦେଖନ୍ତୁ ଗ୍ୟାସ୍କୁ ଏବେ ଟିକେ ପ୍ରଥମେ ଆଞ୍ଚ ତେଜ କରିଥିବେ। ତାପରେ ଯେତେବେଳେ ଆମର ଭାଜି ହେବା ଉପରେ ଏମିତି ହେଇଯିବ ନା ତାକୁ ଆମେ କ'ଣ କରିବା ଗ୍ୟାସ୍କୁ ସିମ୍ କରିକରି ଢାଙ୍କୁଣୀ ବନ୍ଦ କରି କିଛି ସମୟ 2ରୁ 3 ମିନିଟ୍ ତାକୁ ଏମିତି ଷ୍ଟିମ୍ରେ ସିଝିବାକୁ ଦେବା। ଯେମିତି ଯେଉଁ ଜହ୍ନିର ଯେତିକି ପାଣି ବାହାରିବ ନା ସେଇଥିରେ ଯେମିତି ସୋକ୍ ହେବ ଆଉ ସିଝିବ। ଆଉ ତା ସହିତ ଆମର ଆଉ ବିଲକୁଲ ବାହାରିଆ ପାଣି ଆପଣ ଦେବେନି। ଯଦି ପାଣିଆ ହେବ ଆମର ଏଇ ଯେଉଁ ରେସିପି ଆଜିର ରେସିପି ବିଲକୁଲ ହେବନି। ତ ଏବେ ତାକୁ କ'ଣ କରିବା ଦେଖନ୍ତୁ ଏମିତି ପୁଣି ଟିକେ ସାଇଡ଼୍ ଚେଞ୍ଜ କରି 2-3 ମିନିଟ୍ ପରେ ତାକୁ ଟିକେ ସାଇଡ଼୍ ଚେଞ୍ଜ କରିଦେବା। ତାପରେ ଆମେ ପୁଣି ଆଉ ଟିକେ ଢାଙ୍କି ଦେବା। ଏପଟେ 2ଟି ମୁଁ ଅଣ୍ଡା ନେଇଯାଇଛି। ଅଣ୍ଡା ନେଇକରି ଫ୍ରେଣ୍ଡସ୍ ତାକୁ ଏହିପରି ଦେଖନ୍ତୁ ଅଣ୍ଡା ନେଇକରି ତାକୁ ମୁଁ ଏଠି ଭାଙ୍ଗି ନେଲି। ଏବେ ଅଳ୍ପ ଗୋଟେ ପିଞ୍ଚ ଖାଲି ସେଥିରେ ଦେଇଦେବା ହଳଦୀ। ଏବେ ଆଉ ଟିକେ ଦେଇଦେବା ଜିରା ଲଙ୍କା ଗୁଣ୍ଡ। ସେଥିରେ ଜିରା ଲଙ୍କା ଗୁଣ୍ଡ ଦେଇକରି
ଏବେ ଅଳ୍ପ ହାଲକା ଲୁଣ ଦେଇଦେବା, ବେଶୀ ଲୁଣ ଦେବେନି। ଅଲରେଡ଼ି ଆମର ଜହ୍ନିରେ ଲୁଣ ଲାଗିଛି। ଏବେ ଏଥିରେ ଆଉ ଟିକେ ଫ୍ଲେଭରଫୁଲ୍ କରିବା ଆଉ ଟିକେ ଟେଷ୍ଟି କରିବା ପାଇଁ ଏଠି ଦେଇଦେବା ଧନିଆ ପତ୍ର। ଧନିଆ ପତ୍ରକୁ ଦେଖନ୍ତୁ ଏମିତି ଛୋଟ ଛୋଟ ପୁରା ଲମ୍ବା ଲମ୍ବା କାଟିବେନି, ଛୋଟ ଛୋଟ କଟିଂ କରିଦେଲେ ଆମର ଭଲ ଭାବରେ ରେସିପିରେ ମିଶିଯିବ। ଏବେ ତାକୁ ଭଲ ଭାବରେ ମିକ୍ସ କରିଦେବା। ଆପଣ ଚାହିଁଲେ ଏଠି ବ୍ଲେଣ୍ଡିଂରେ ବି ବ୍ଲେଣ୍ଡର ଯେଉଁ ଜାର୍ ଅଛି ନା ସେଥିରେ ବ୍ଲେଣ୍ଡର ମେସିନରେ ସେଥିରେ ବି କରିପାରନ୍ତି, କିମ୍ବା ଯେଉଁ ହ୍ୟାଣ୍ଡ ବାଲା ବ୍ଲେଣ୍ଡର ଥିବ ସେଥିରେ ବି କରିପାରନ୍ତି। ଏମିତି ଚାମଚରେ ମୁଁ କରିଦେଇଛି ଫ୍ରେଣ୍ଡସ୍, ସେ ଟିକେ ନାଗୁ ଲାଗି ଆଉ କିଏ ଗୋଟେ ଅସନା କରୁଛି, ତ ସେଥିପାଇଁ କଲିନି। ଏବେ ଦେଖନ୍ତୁ ଫାଇନାଲି ଆମର ପ୍ରାୟ 90% ଯେମିତି ସିଝିଗଲାଣି ଯେଉଁ ନେଇଥିଲେ ଆମେ ଜହ୍ନିକୁ। ତାପରେ ଏବେ ଧନିଆ ପତ୍ର ଉପରେ କିଛି ପକାଇଦେବା। ଧନିଆ ପତ୍ର ପକାଇ ନେଲା ପରେ ଫ୍ରେଣ୍ଡସ୍ ଏଠି କ'ଣ କରିବା, ଚାଟ୍ ମସଲା ମୁଁ ଅଧା ଚାମଚ ଦେଇଛି, ଅଧା ମାନେ ଯେଉଁ ଟେବୁଲ୍ ସ୍ପୁନ୍ ନା ସେଇଥିରେ ଅଧା ଚାମଚ ଦେଇଛି। ସେଥିପାଇଁ ଆପଣଙ୍କୁ କହିଥିଲି କମ୍ ଲୁଣ ପକାଇବାକୁ, କାହିଁକି ଅଲରେଡ଼ି ଆମର ଅଣ୍ଡାରେ ବି ଲୁଣ ପଡ଼ିଛି, ତାପରେ ସେଥିରେ ଜହ୍ନିରେ ବି ପଡ଼ିଛି, ତ ସେଥିପାଇଁ ସବୁଥିରେ କମ୍ କମ୍ ଲୁଣ ଦେଇଥିବେ, ଯେମିତି ଆମର ଲୁଣ ପୁରା ବାଲାନ୍ସ ହେଇକରି ରହିବ। ଏବେ ଦେଖନ୍ତୁ ମୋର ହେଇଗଲା ଏଠି ସବୁଯାକ ଆମେ ଯେଉଁ ଅଣ୍ଡାକୁ ଫେଣ୍ଟିଥିଲେ ଆମେ ଚାରିପଟେ ଏମିତି ବୁଲେଇକି ଦେଇଦେବା। ଦେଇଦେଲା ପରେ ସେମିତି ସିମ୍ରେ ଥିବ। ଏବେ ତାକୁ ପୁରା ଢାଙ୍କିଦେବା। ଦେଖନ୍ତୁ 1-1.5 ମିନିଟ୍ ପରେ ଆପଣଙ୍କର କେତେ ସୁନ୍ଦର ଏଠି ଆମଲେଟ୍ ରେଡ଼ି ହେଇଗଲା। ଏଠି ଚାହିଁଲେ ଆପଣ ଏମିତି ଯଦି ପାଲ୍ଟି କରିବେ ଥାଳିରେ ବି ହେବ, ନହେଲେ ନାହିଁ ଆପଣ ଏମିତି କଟ୍ ଲଗେଇକରି ଗୋଟେ ଗୋଟେ ପିସ୍ କରିକି ବି ପାଲ୍ଟି କରିପାରିବେ। କାହିଁକି ନହେଲେ ଫ୍ରେଣ୍ଡସ୍ ଏମିତି ଯଦି ଡାଇରେକ୍ଟ ପାଲ୍ଟି କରିଦେବେ ନା ତା ଭାଙ୍ଗିଯିବ। ନହେଲେ ନାହିଁ ଗୋଟେ ଏମିତି କରିବେ ଫ୍ରେଣ୍ଡସ୍, ଏମିତି ପ୍ଲେଟ୍କୁ ତାକୁ ଖସେଇ ନେବେ, ତାପରେ ପୁଣି କ'ଣ କରିବେ ସେ ଆମର ଯେଉଁ ପ୍ୟାନ୍କୁ ଏମିତି ରଖିକରି ପୁଣି ପାଲ୍ଟି କରିଦେବେ, ତ ଆପଣଙ୍କର ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି। ତ ଏହିପରି ଆପଣମାନେ ତାକୁ ପାଲ୍ଟି କରିବାକୁ ସୁବିଧା ହେବ ଯଦି ଗୋଟା ରଖିବାକୁ ଚାହୁଁଛନ୍ତି। ଆଉ ନାହିଁ ହେଲେ ଏମିତି ପାଲ୍ଟି କଲା ପରେ ବି ଆପଣମାନେ କଟିଂ କରିପାରିବେ। ତ ଯେମିତି ଫ୍ରେଣ୍ଡସ୍ ଆପଣଙ୍କ ସୁବିଧା, ଏମିତି ଗରମ ହେଉ ପଖାଳ ହେଉ ସାଦା ଡାଲି ଭାତ ସହିତ ବି ଆପଣମାନେ ଏକୁ ସହଜରେ କରି ଖାଇପାରିବେ। ଯେଉଁ ଚାଟ୍ ମସଲା ଦେଇଛି ନା ହାଲକା ହାଲକା ଖଟା ମାନେ ଲେମ୍ବୁ ଅଂଶ ସେଥିରେ ଥାଏ, ତ ଏମିତି ପୁଦିନା ସବୁର ଟିକେ ସ୍ମେଲ୍ ହାଲକା ହାଲକା ଆସିବ। ତ ତାପରେ ଫ୍ରେଣ୍ଡସ୍ ଏବେ ଆପଣ ତାକୁ କଟିଂ କରି ଅଲଗା ବି କରିପାରିବେ। ତ ଫ୍ରେଣ୍ଡସ୍ ଫାଇନାଲି ମୁଁ ଆପଣଙ୍କୁ ଦେଖାଇ ଦେଉଛି ଆମର ଏଠି ଜହ୍ନି ଆମଲେଟ୍ ରେଡ଼ି ହେଇଗଲା। ଏବେ ମୁଁ ୟାର ଜହ୍ନି ଆମଲେଟ୍ ନାଁ ଦେଇଛି, ଆପଣମାନେ ତା'ର କ'ଣ ନାଁ ଦେବେ। ଆପଣମାନଙ୍କୁ ରେସିପିଟା କେମିତି ଲାଗୁଛି ଆପଣମାନେ ନିଶ୍ଚିତ ଭଲ ଲାଗିଲେ ଲାଇକ୍ ସେୟାର କରିଦେବେ। ତ ଏମିତି ଚ୍ୟାନେଲକୁ ଭଲ ପାଇବା ଦେଉଥାନ୍ତୁ ଫ୍ରେଣ୍ଡସ୍। ଆପଣମାନଙ୍କ ପାଇଁ ଏମିତି ନୂଆ ନୂଆ ଭିଡ଼ିଓ ମୁଁ ଡେଲି ଆଣିଦେବି, ସେଥିପାଇଁ ଆପଣମାନେ ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ନିଶ୍ଚିତ ସବସ୍କ୍ରାଇବ୍ କରିଦେବେ। ଏ ଫ୍ରେଣ୍ଡସ୍ ଦେଖନ୍ତୁ ଏମିତି ଗୋଟେ ଗୋଟେ ପିସ୍ କରି ଆମେ ଏକୁ ନେଇଯିବା। ତା ସହିତ କିଛି ଦହି ଆଉ ଯେମିତି ସାଲାଡ଼ ଫାଲାଡ଼ ହେଲେ ଆପଣ ଡାଲି ଭାତ ସହିତ ଆରାମସେ ଗରମରେ ଖାଇପାରିବେ, ପଖାଳରେ ବି ଖାଇପାରିବେ। ତ ଏମିତି କିଛି କିଛି ନୂଆ ଆଡ଼୍ କଲେ ନା ଯେଉଁ ପିଲାମାନେ ଜହ୍ନି ଫନି ଖାଉନାହାନ୍ତି ସେମାନେ ବି ଖୁସିରେ ଖାଇବେ, ଆପଣମାନଙ୍କୁ ବି ଭଲ ଲାଗିବ କିଛି ଗୋଟେ ନୂଆ ଆଇଟମ୍ କଲେ ବୋଲି। ଆଉ ସେ ଘଷା ପିଠା ଡେଲି ଗୋଟେ ରକମର ଦେଲେ ପିଲାମାନେ ବି ଖାଇବେନି, ଆପଣମାନେ ବି କରିକିରି ବି ବୋର୍ ହେଇଯିବେ। ତ ଫ୍ରେଣ୍ଡସ୍ କେମିତି ଲାଗିଲା। ଏବେ ସାଲାଡ଼ ପାଇଁ ମୁଁ ଏଠି କାକୁଡ଼ି ନେଇଯାଇଛି, ଏଥିରେ ଦେଇଦେଇଛି ଗୋଟିଏ କଞ୍ଚା ଲଙ୍କା, ଟିକେ ଲୁଣ ସ୍ପ୍ରେଡ଼୍ କରି ସାଲାଡ଼ ଏଠି ଆମଲେଟ୍ ଜହ୍ନି ଆମଲେଟ୍ ଆଉ ଆମର ଡାଲି ମଞ୍ଜା ତରକାରୀ ସାଙ୍ଗରେ ମୋର ଆଜିର ଲଞ୍ଚ ପୁରା ରେଡ଼ି ହେଇଗଲା। ରହିଲି ଫ୍ରେଣ୍ଡସ୍, ପୁଣି ଦେଖା ଗୋଟେ ନୂଆ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବାଏ ବାଏ, ଜୟ ଜଗନ୍ନାଥ।